ଆଜି ଶିଖିବା ଭୁଜଙ୍ଗାସନ ବା କୋବ୍ରା ପୋଜ୍ କିପରି କରାଯାଏ। ମୁଁ ଚନ୍ଦନ କୁମାର ମାକର ଆଜି ନିଜେ କରିକି ଦେଖାଇବି। ସର୍ବପ୍ରଥମ ସ୍ଥିତି ହେଲା ପେଟ ଉପରେ ଶୋଇଯିବା ବା ପେଟେଇ ହୋଇ ଶୋଇଯିବା। ତାପରେ ଦୁଇ ହାତକୁ ଛାତିର ସାଇଡ଼୍ରେ ହାଲକା କହୁଣି ଠାରୁ ବେଣ୍ଡ କରି ରଖିବା, କିଛି ଚାପ ଦେବା ନାହିଁ। ତାପରେ ଶ୍ୱାସ ନେଇ ଧୀରେ ଧୀରେ ନାଭିରୁ ଉପରକୁ ଆମେ ଉଠାଇବା। ମୁଣ୍ଡ ଯେପରି ଟିକେ ଉପରକୁ ରହିବ, ଯେତେ ସମ୍ଭବ ନେଇପାରିବ। ଏହି ଆସନ 30 ସେକେଣ୍ଡ ପର୍ଯ୍ୟନ୍ତ କରିବା। ତାପରେ ଶ୍ୱାସ ନେଇ ଧୀରେ ଧୀରେ ଓହ୍ଲାଇ ଯିବା, ପୁଣି ନେବା, ତାପରେ ପୁଣି ଧୀରେ ଧୀରେ ଆମେ ଶ୍ୱାସ ଛାଡ଼ି ତଳକୁ ଓହ୍ଲାଇବା। ନାଭିରୁ ତଳ ଅଂଶ ବା ଗୋଡ଼ ପର୍ଯ୍ୟନ୍ତ ଭୂମିରେ ଲାଗି ହୋଇ ରହିବ। ପୁଣି ଶ୍ୱାସ ନେବା ଆଉ ନାଭିରୁ ଉପର ପର୍ଯ୍ୟନ୍ତ ଆମେ ଧୀରେ ଧୀରେ ବଡ଼ିକୁ ଉଠାଇବା। ପୁଣି ଶ୍ୱାସ ଛାଡ଼ି ଧୀରେ ଧୀରେ ଶ୍ୱାସ ଛାଡ଼ିବା ଆଉ ଧୀରେ ଧୀରେ ତଳକୁ ଓହ୍ଲାଇବା। ପୁଣି ଶ୍ୱାସ ନେବା, ଧୀରେ ଧୀରେ ବଡ଼ିକୁ ଉପରକୁ ଉଠାଇବା, ମୁଣ୍ଡ ଯେପରି ଉପରକୁ ରହିବ। ଆରାମରେ ଶ୍ୱାସ ଛାଡ଼ି ଧୀରେ ତଳକୁ ଓହ୍ଲାଇବା, ଟିକିଏ ବିଶ୍ରାମ ନେବା। ଧ୍ୟାନ ଦେବା, ଯେତେବେଳେ ଉପରକୁ ବଡ଼ିକୁ ଉଠାଇବା ସେତେବେଳେ ଶ୍ୱାସ ନେବା, ଆଉ ତଳକୁ ଯେତେବେଳେ ଆମେ ଆସିବା ଶ୍ୱାସ ଧୀରେ ଧୀରେ ଛାଡ଼ିବା। ଏହିପରି ଆମେ 1ରୁ 5 ଥର କରିପାରିବା। 1ରୁ 3 ମିନିଟ୍ ପର୍ଯ୍ୟନ୍ତ ସମସ୍ତେ କରିପାରିବା ଏହି ଆସନକୁ। ଏହି ଭୁଜଙ୍ଗାସନ କରିବା ଦ୍ୱାରା ଆମକୁ ଲାଭ ମିଳିଥାଏ। ମେରୁଦଣ୍ଡ ନମନୀୟ ହୋଇଥାଏ, ମେରୁଦଣ୍ଡର ମାଂସପେଶୀ ସବଳ ହୋଇଥାଏ, ପେଟର ମେଦ ମଧ୍ୟ କମିଥାଏ।